ମୋ ସ୍ୱାମୀ ଘରେ ନଥିବା ସମୟରେ ମୋ ଦିଅରକୁ ପଟାଇ କିପରି ତା ବାଣ୍ଡକୁ ଟିଙ୍ଗେଇ ଘଣ୍ଟା ଘଣ୍ଟା ଧରି ଗେହିଥିଲି, ସେହି ବିଷୟରେ ଆଜି ମୁଁ ଆପଣମାନଙ୍କୁ କହୁଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଦେଖୁଛନ୍ତି ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଗିଆଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ କିପରି ମୁଁ ମୋ ଦିଅରକୁ ପଟାଇ ତାକୁ ଗେହିଥିଲି ଘଣ୍ଟା ଘଣ୍ଟା ଧରି, ସେହି ବିଷୟରେ ଆଜି ମୁଁ ଆପଣମାନଙ୍କୁ ଡିଟେଲ୍ସ କହୁଛି। ମୋ ନାମ ରୋଜି। ମୋର ବୟସ ପାଖାପାଖି 36 ହେବ। ମୁଁ ଦେଖିବାକୁ ଖୁବ୍ ସୁନ୍ଦରୀ। ମୋର ଦୁଧ ଗୁଡ଼ିକ ବହୁତ ବଡ଼ ବଡ଼। ମୁଁ ଏତେ ସୁନ୍ଦରୀ ଯେ ମୋତେ ଥରେ ଯିଏ ଆଗରୁ ଦେଖୁ କିମ୍ବା ପଛରୁ ଦେଖୁ, ସେ ନିଶ୍ଚିତ ଭାବରେ ତା ମନ ଭିତରେ ମୋତେ ଘେହିବାକୁ ଆଗ୍ରହ ହେବ। ଏବଂ ମୁଁ ବି ବହୁତ ଗେଦି। ମୋର ପ୍ରତ୍ୟେକ ଦିନ ଗିଆଁ ଦରକାର ହୁଏ, ନଚେତ୍ ମୋତେ ରାତ୍ରିରେ ନିଦ ହୁଏ ନାହିଁ। ବହୁତ କଷ୍ଟରେ ମୋତେ ଶୋଇବାକୁ ପଡ଼େ। ଦିହରେ ହାତ ବୁଲେଇ ବୁଲେଇ ଏବଂ ଆଙ୍ଗୁଠି ଗେଞ୍ଜି ଗେଞ୍ଜି ମୁଁ ବହୁତ କଷ୍ଟରେ ଶୁଏ। ତେଣୁ ପ୍ରତ୍ୟେକ ଦିନ ମୋର ଗିଆଁ ଦରକାର ହୁଏ। କିନ୍ତୁ ମୋର ସ୍ୱାମୀ ବାହାରେ ରୁହନ୍ତି। ସେ 2 ମାସରେ 3 ମାସରେ ଥରେ ଘରକୁ ଆସନ୍ତି। ତେଣୁ ମୁଁ ବହୁତ କଷ୍ଟ ପାଏ। ଥରେ ମୋ ଦିଅର ଗାଧୋଉଥିବା ସମୟରେ ମୁଁ ତାଙ୍କର ବାଣ୍ଡଟିକୁ ଦେଖିଦେଇଥିଲି। ତାଙ୍କର ବୟସ ପାଖାପାଖି 25 କି 26 ହେବ। ଲମ୍ବା ବାଣ୍ଡ ଏବଂ ସେ ବାଣ୍ଡକୁ ଦେଖି ମୁଁ ଜାଣି ନେଇଥିଲି ଯେ ମୋ ଦିଅର କେବେ ବି କାହାକୁ ଗେହି ନାହାନ୍ତି। ତେଣୁ ଏଭଳି ଏକ କଷି ବାଣ୍ଡରେ ଗେହିବା ପାଇଁ ମୋ ମନ ପୁରା ଉଚ୍ଛନ୍ନ ହୋଇଗଲା। କିନ୍ତୁ କ'ଣ କରିବି, ଦିଅରକୁ କିପରି ପଟେଇବି, ଏହି କଥା ଚିନ୍ତା କରୁ କରୁ ଥରେ ମୋତେ ସୁଯୋଗ ମିଳିଯାଇଥିଲା। ମୋ ଶ୍ୱଶୁର ଏବଂ ଶାଶୁ ସେମାନେ ଥରେ ବାହାରକୁ ଗଲେ ଏବଂ କହିକି ଗଲେ ଯେ ଆଜି ରାତିରେ ଘରକୁ ଫେରିବେ ନାହିଁ। ତେଣୁ ମୁଁ ମନେ ମନେ ଖୁସି ହୋଇଗଲି ଏବଂ ଭାବିଲି ଆଜି ରାତିରେ ମୋ ଦିଅରକୁ ଯେପଟେ ହଉ ଗେହିବି। ଖାଲି ଅନେଇ ବସିଥାଏ କେତେବେଳେ ରାତ୍ରି ହେବ। ରାତ୍ରି ହେଇସାରିଲା ପରେ ମୁଁ ଏବଂ ମୋ ଦିଅର ଖିଆପିଆ କରି ଯିଏ ଯାହା ରୁମ୍ରେ ଶୋଇଗଲୁ। ମୋତେ ତ ନିଦ ଆଦୌ ହେଉନଥିଲା। ମୋ ଦେହ ଖାଲି ସଲ ସଲ ହେଉଥିଲା। ମୁଁ ଯେତେ ଚେଷ୍ଟା କଲେ ବି ଶୋଇପାରୁନଥିଲି। କ'ଣ କରିବି, ଏହି କଥା ଚିନ୍ତା କରୁ କରୁ ମୁଁ ସାହସ କରି ମୋ ଦିଅର ରୁମ୍ ଭିତରକୁ ପଶିଗଲି। ମୋ ଦିଅର କେବେ ବି ଭିତର ପଟୁ କବାଟ ଦିଅନ୍ତି ନାହିଁ। ସେ କେବଳ କବାଟକୁ ଆଉଜେଇ ଦିଅନ୍ତି କିନ୍ତୁ ଲକ୍ କରନ୍ତି ନାହିଁ। ଏ କଥା ମୁଁ ପୂର୍ବରୁ ଜାଣିଥିଲି। ତେଣୁ ମୁଁ କ'ଣ କଲି ନା ମୋ ଦିଅର ରୁମ୍କୁ ପଶିଗଲି। ଯିବା ବେଳକୁ ନିଘୋଡ଼ ନିଦରେ ମୋ ଦିଅର ଶୋଇଥିଲା। ମୁଁ ଆସ୍ତେ ଆସ୍ତେ ଯାଇ ତାଙ୍କ ପାଖରେ ଶୋଇପଡ଼ିଲି। ତାପରେ ତାଙ୍କ ଦେହକୁ ସଲ ସଲ କଲି। ତାଙ୍କର ନିଦ ଯେମିତି ଭାଙ୍ଗିଛି, ସେ କହିଲେ, ଭାଉଜ ତମେ କ'ଣ ଏଠି? ମୁଁ କହିଲି, ଆରେ ପାଟି କରନି। ଆଜି ମୋର ପ୍ରବଳ ମାତ୍ରାରେ ଗିଆଁ ଖାଇବାକୁ ଇଚ୍ଛା ହେଉଛି। ମୋତେ ଟିକେ ଶାନ୍ତି କରିଦିଅ। ସେ ପ୍ରଥମେ ମନା କଲା। ସେ କହିଲା, ଏସବୁ କ'ଣ ଭାଉଜ, ଏସବୁ ଆଦୌ ଭଲ ନୁହେଁ। ମୁଁ କହିଲି, ଆରେ ପାଟି କରନି, ଯାହା ହେବ ଭଲ ହେବ। ତମେ ବି କେବେ କାହାରିକି ଘେଇନ, ତେଣୁ ମୁଁ ଆଜି ତମକୁ ଶିଖେଇଦେବି କେମିତି ଗିଆଁ ଘେଇଁ କରାଯାଏ।
ଏଇ କଥା କହି ମୁଁ ତାକୁ ଖାଲି ଚୁମା ଉପରେ ଚୁମା ଦେଇ ଚାଲିଲି। କିଛି ସମୟ ଚୁମା ଦେଇ ସାରିଲା ପରେ ଟୋକା ହିଟ୍ ହେଇଗଲା, ଆଉ ବିରୋଧ କଲା ନାହିଁ ଏବଂ ଲକ୍ଷ୍ୟ କଲି ତାର ବାଙ୍ଗଟି ମଧ୍ୟ ଆସ୍ତେ ଆସ୍ତେ ଉଠିବାକୁ ଆରମ୍ଭ କଲା। ଏହି ସୁଯୋଗରେ ମୁଁ ତା ବାଣ୍ଡରେ ହାତ ବୁଲେଇଲି। ତା ବାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଗଲା। ଏହାପରେ ସେ ଆଉ କିଛି କହିଲା ନାହିଁ। ତା ମୁଣ୍ଡକୁ ନେଇ ମୋ ଦୁଧରେ ଜାକି ଦେଲି। ସେ ଛୋଟ ଛୁଆ ଭଳିଆ ମୋ ଦୁଧକୁ ଖାଲି ଖାଇ ଚାଲିଲା। ଦୁଧର ମୁଣ୍ଡିକୁ ପ୍ରବଳ ମାତ୍ରାରେ ଚୁଚୁମି ଚାଲିଲା। ଦୁଧକୁ ଚିପୁଡ଼ିବାକୁ ଲାଗିଲା ଏବଂ ଚୁଚୁମିବାକୁ ଲାଗିଲା। ତାପରେ ମୁଁ ଆସ୍ତେ ଆସ୍ତେ ତା ପେଣ୍ଟଟିକୁ ତଳକୁ ଖୋଲିଦେଲି। ସେ ପୁରା ଉଲଗ୍ନ ହୋଇପଡ଼ିଲା। ଏଥର ମୁଁ କ'ଣ ସୁଯୋଗ ଛାଡ଼ିବି? ସିଧା ମୋ ପାଟିରେ ତା ବାଣ୍ଡଟିକୁ ପଶେଇ ଦେଲି ଏବଂ ନିର୍ଦ୍ଧୁମ ଭାବରେ ଚୁଚୁମି ଚାଲିଲି। ସେ କହୁଥାଏ, ଭାଉଜ ବହୁତ ବଢ଼ିଆ ଲାଗୁଛି, ଆଉ ଟିକେ ଭଲ କି, ଆଉ ଟିକେ ଭଲ କି। ମୁଁ ମନେ ମନେ କହୁଥାଏ, ବେଧୁଆ ଆଉ ଟିକେ ପୂର୍ବରୁ ମନା କରୁଥିଲା, ଏବେ କହୁଛି ଆଉ ଟିକେ କର, ଆଉ ଟିକେ କର। ତାପରେ ମୁଁ ତାର ମୁଣ୍ଡକୁ ନେଇ ମୋ ପିଆରେ ଜାକି ଦେଲି। ସେ କହିଲା, ଭାଉଜ ତମେ ଶାଢ଼ୀଟିକୁ ଖୋଲିଦିଅ। ମୁଁ ମନା ନ କରି ପୁରା ଲଙ୍ଗଳା ହୋଇଗଲି। ମୋ ଲଙ୍ଗଳା ଚେହେରାକୁ ଦେଖି ସେ ପାଗଳ ଭଳିଆ ହେଇଗଲା। ମୋ ପିଆରେ ମୁହଁ ଜାକି ନିର୍ଦ୍ଧୁମ ଭାବରେ ତା ଜିଭରେ ମୋ ପିଆକୁ ଚାଟିବାକୁ ଲାଗିଲା। ଏମିତି ପାଖାପାଖି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ଖାଲି ଚାଟି ଚାଲିଲା। କିଛି ସମୟ ଚାଟି ସାରିଲା ପରେ ମୁଁ କ'ଣ କଲି ନା ବସି ପଡ଼ିଲି। ସେ ମୋତେ ଶୋଇଦେଲା ଏବଂ ମୋର 2 ଟାଙ୍ଗକୁ ଉପରକୁ ଟେକି ତା ବାଣ୍ଡକୁ ପୁରା ମୋ ବିଆରେ ପଶେଇ ଦେଲା ଏବଂ 10ରୁ 15 ମିନିଟ୍ ପର୍ଯ୍ୟନ୍ତ ସେ ଗିହିଁ ଚାଲିଲା। ଏମିତି କିଛି ସମୟ ଗିହିଁ ସାରିଲା ପରେ ମୋ ପିଆ ଦରଜ ହେଇଗଲା। ମୁଁ କହିଲି, ଆରେ ତୁମେ ଟିକେ ଇଂଲିଶ ଷ୍ଟାଇଲରେ ଗାଉନ। ସେ କହିଲା, ଇଂଲିଶ ଷ୍ଟାଇଲ କ'ଣ? ତାପରେ ମୁଁ କ'ଣ କଲି, କୁକୁର ଭଳିଆ ପେଟେଇ ପଡ଼ିଲି ଏବଂ ତାକୁ କହିଲି, ମୋ ଗାଣ୍ଡି ପଟ ଦେଇ ମୋ ପିଆରେ ତୁମେ ବାଣ୍ଡଟିକୁ ପୁରାଅ। ସେ ମଧ୍ୟ ସେହିପରି କଲା। ମୋତେ ଆଣ୍ଠେଇ ଦେଇ ମୋ ପିଆରେ ତା ବାଣ୍ଡକୁ ପଶେଇଲା ଏବଂ ପୁଣି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଗିହିଲା। ତଥାପି ଟୋକାର ବାଣ୍ଡରୁ ରସ ବାହାରି ନଥିଲା। ମୋର କିନ୍ତୁ ସେତେବେଳକୁ ସବୁ ରସ ବାହାରି ସାରିଥାଏ। ମୁଁ କ'ଣ କଲି ନା ପୁନର୍ବାର ତା ବାଣ୍ଡକୁ ଚାଟିବାକୁ ଲାଗିଲି। ପାଖାପାଖି 2ରୁ 3 ମିନିଟ୍ ଚାଟି ସାରିଲା ପରେ ତା ବାଣ୍ଡରୁ ସବୁ ରସ ବାହାରିଗଲା। ଆମେ 2 ଜଣ ସେଦିନ ରାତ୍ରି ପାଖାପାଖି 1ରୁ 2ଟା ପର୍ଯ୍ୟନ୍ତ ଗିଆଗିଇ ହେଲୁ। ସେଦିନ ରାତିରେ ଆମେ 3 ଥର ଗିଆଗିଇ ହେଇଥିଲୁ। ଟୋକାର ବହୁତ ଶକ୍ତି। ମୋତେ ପାଖାପାଖି 3ରୁ 4 ଘଣ୍ଟା ପର୍ଯ୍ୟନ୍ତ ମୋତେ ଗିହି ମୋ ବିଆ, ମୋ ଗାଣ୍ଡି, ମୋ ପାଟି ସବୁ ପଟେ ସେ ମୋତେ ଗିହିଥିଲା। ଯାହା ବି ହଉ, ସେଦିନର ଗିହା କଥା ଆଜି ମୁଁ ଆପଣଙ୍କୁ କହିଲି। ମୋ ଦିଅର ଏହିପରି ମୋତେ ବହୁତ ଥର ଗିହିଛନ୍ତି, ଦିନରେ ରାତିରେ ସବୁ ସମୟରେ। ତ ଏସବୁ କଥା ମୁଁ ଏ ଚ୍ୟାନେଲ୍ ମାଧ୍ୟମରେ ଆପଣଙ୍କୁ ସବୁ କହିବି। ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।